ସାଙ୍ଗମାନେ ଏଇ ଭିଡ଼ିଓଟା ସେଇ ଦିନର ଯେଉଁ ଦିନର ଝିଅ ସ୍କୁଲ ଖୋଲିଲା। ତ ଯେହେତୁ ମାସେ ଡିଷ୍ଟାନ୍ସ ପରେ ସ୍କୁଲ ଖୋଲିଛି ପିଲାମାନେ ମାଆମାନଙ୍କ ପାଖରେ ରହିକି ଆଟାଚମେଣ୍ଟ ଆଉ ଯେହେତୁ ଯାହା ହେଲେ ବି ଗୋଟେ 4-5 ଘଣ୍ଟା ପାଇଁ ଯାଉଛନ୍ତି ବାହାରକୁ ତ ଛୋଟ ପିଲା ହେଲେ ବି ତାର ବି ଭାବନା ଅଛି ନା ସାଙ୍ଗମାନେ। ତ ମୁଁ ବି ଟିକେ ଇମୋସନାଲି ହେଇଥିଲି ତ ସେଥିପାଇଁ ମାଆ ଝିଅ ଭରପୁର ଗେଲ ହେଉଥିଲୁ କାରଣ ପୁଣି ମୋ ଝିଅ 4-5 ଘଣ୍ଟା ମୋଠୁ ଦୂରେଇ ରହିବ। ଆଉ ମାଆ ମାନେ ଚାହାନ୍ତି ପିଲାମାନେ ଆମ ପାଖେ ସବୁବେଳେ ରୁହନ୍ତୁ କିନ୍ତୁ କ୍ୟାରିୟର ତ ଆଗ ନା ପାଠ ତ ପଢ଼ିବାକୁ ପଡ଼ିବ। ତ ମୋ ଧନ ତା ମନ ବୁଝିନଥିଲା ସିଏ ଗେଲ କରିଦେଉଥିଲା ମୁଁ ଗେଲ କରିଦେଉଥିଲି ତାପରେ ଅଜା ସହିତ ବସିକି କ'ଣ ସେଠି ଗପର ସପର ହେଉଥିଲା ମୁଁ ବାହାରିବା ଭିତରେ। ତାପରେ ସାଙ୍ଗମାନେ ତାକୁ ସ୍କୁଲ ନେଇକି ଛାଡ଼ିଥିଲି। ଆଉ ସାଙ୍ଗମାନେ ଏଇଟା 2-3 ଦିନର ଭିଡ଼ିଓ ପୁରା ମିକ୍ସ ହେଇକି ଅଛି। ମୋତେ ସମୟ ନଥିଲା ଏଡ଼ିଟ୍ କରି ପକାଇବା ପାଇଁ ଦୟାକରି ରାଗିବେନି। ତ ସାଙ୍ଗମାନେ ମୁଁ ଯାଉଛି ବର୍ତ୍ତମାନ ଲେଖିବି ମୋର ରାଧାରାଣୀଙ୍କ ନାମ ଟିକେ ଜପ କରିବି ତାପରେ ଦିନଟା ଶୁରୁଆତ କରିବା। ଦେଖାଯାଉ କ'ଣ ହେଉଛି କ'ଣ ନାହିଁ। ସକାଳ ତ ସାଙ୍ଗମାନେ ଆଜି ହେଉଛି ବୁଧବାର ମୋ ପାଇଁ କହୁନି ଝିଅ ଯାଇଛି ବର୍ତ୍ତମାନ ସ୍କୁଲ। ମୁଁ ଟିକେ ସକାଳୁ ଉଠିକି ମୋର ରାଧାରାଣୀଙ୍କ ନାମ ଜପିଦେଇ ଲେଖିଦେଇ ୟୋଗା ଟିକେ କରୁଥିଲି କାରଣ ଏ ରକା ରହିଛି ବେକରେ ସାଙ୍ଗମାନେ ହେଲାଣି ଗୋଟେ 15-20 ଦିନ ଭଲ ହେଉନି। ମେଡ଼ିସିନ ମଝିରେ ଖାଇଥିଲି ତାପରେ ଅବାଗିଆ ଏଇ ଶୋଇପଡ଼ୁଛି କ'ଣ ରକାଟା ଜମା ଛାଡ଼ୁନାହିଁ। ତ ଆଜି ସକାଳୁ ଝିଅ ସ୍କୁଲ ଯିବା ପୂର୍ବରୁ ମୋତେ ପଚାରିଲେ ମାମା ଆଉ ଆଜି କି ବାର ମୁଁ କହିଲି ବୁଧବାର ନା ମାମୁଁ ଆଡ଼େ କ'ଣ ଆଣିବ ମୁଁ କହିଲି ଖାଲି ମୋରି ଭଳି ଆଇଁଷ ଟାଣ୍ଟା ଖାଲି କହୁଛି ଅନ୍ୟ ଯେଉଁ ବୁଧବାର ଶୁକ୍ରବାର ଆଉ ରବିବାର ହେଲେ କେମିତି ଖାଲି ଆଇଁଷ ଖାଇବ। ଆଉ ଆଜି ତ ଘରେ ଆଇଁଷ ହେବ ବି ନାହିଁ ଜଣା ନାହିଁ କାରଣ ଯିବାର ଅଛି ବାହାର ଭୋଜି ଅଛି ଗୋଟେ। ତ ଝିଅର ତ ଡିମାଣ୍ଡ ଅଛି ଯେ ଖାଇବ ଆମିଷ। ଆଜି ଗୋଟେ ଘରେ ଭୋଜି ଅଛି ଯାଇପାରନ୍ତି ସମସ୍ତେ ସିଆଡ଼େ ଖାଇବେ ଆଉ ଆମେ ତ ସାଧା ପାଟି ଆମର ଟିକେ ଆପଣମାନଙ୍କ ସହିତ ସେୟାର କରିନି ସାଙ୍ଗମାନେ ସେୟାର କରିଦେଉଛି। ମୁଁ ଗୋଟେ ମାନସିକ ରଖିଛି ସାଙ୍ଗମାନେ ସେ ମାନସିକ ପୂରଣ ନ ହେବା ପର୍ଯ୍ୟନ୍ତ ମୁଁ ଆମିଷ ଛୁଇଁବିନି। ହଁ ତ ସେ ମାନସିକ କେବେ ପୂରଣ ହେବ ମୁଁ ଜାଣିନି ବର୍ଷ ହେଇପାରେ 2 ବର୍ଷ ହେଇପାରେ ସେ ପର୍ଯ୍ୟନ୍ତ ମୋତେ ପୁରା ଷ୍ଟ୍ରଙ୍ଗଲି ଏ ମାନସିକରୁ ମାନିକି ପୁରା ରହିବାକୁ ପଡ଼ିବ କାରଣ ମୋର ବହୁତ ହିଁ ଦରକାର। ତ ସେଥିପାଇଁ ଆମିଷ ଛଡ଼ା ହେଇଛି। ଦେଖାଯାଉ ଯଦି ଛାଡ଼ିଦେଲି ସବୁଦିନ ପାଇଁ ଛାଡ଼ିଦେଲି ନାଇଁ ଯଦି ମାନସିକ ପୂରଣ ହେଲା ପରେ ପୁଣି ଇଚ୍ଛା ହେବ ପୁଣି ସେବନ କରିବା ପାଇଁ କରିବା ସେଇଟା ପର କଥା। ଏବେ ଆଉ ସେଠି ସବୁ ଜିନିଷ ମାଇଣ୍ଡରେ ଭର୍ତ୍ତି କରିବାନି। ଆଉ ଇଣ୍ଡକ୍ସନଟା ଗୋଟେ ମଗେଇଲେଣି 6-7 ଦିନ ହେବ ଆଜି ପର୍ଯ୍ୟନ୍ତ ଆସିକି ପହଞ୍ଚି ପାରିଲାଣି। ଝିଅକୁ ଏଇ କିଣାକିଣି ଟିକେ କରିକି ଦେଇଦେଉଛି ବିସ୍କୁଟ୍ କେକ୍ ଏରା ଆଉ ଦେଖାଯାଉ କେଉଁଦିନ ଆସୁଛି। ଆଉ ବର୍ତ୍ତମାନ ସାଙ୍ଗମାନେ ମୋତେ ଫିଲ୍ ହେଉଛି ଯେ ଡାଇବେଟିସ୍ଟା ମୋର ଟିକେ ବଢ଼ିଯାଇଛି। ତ ସେଥିପାଇଁ ଭାତ ଟିକେ କମ୍ ଖାଇକି ରୁଟି ଟିକେ ଖାଇବା ପିତା ରେଗୁଲାର ଖାଇବା ଏଇ ପରିବା ଟିକେ ଖାଇବା ଏସବୁ ଜିନିଷ ଖାଇବା। ଶାଗ ଫାଗ ଟିକେ କାହିଁ ଆଜି ବିକା ଆସିନି ଶାଗ ବୁଧବାରଟା ଅଛି ବୋଲି ନା କ'ଣ। ହଉ ଯାହା ମିଳୁଛି ଖାଇବା। ବର୍ତ୍ତମାନ ଭାବି ସାଙ୍ଗମାନେ ଯେଉଁ ଗାଡ଼ି ଧରି ସବୁବେଳେ ଯାଉଛି ଟିକେ ସାଇକେଲିଂ କରିବା। ବହୁତ ବର୍ଷ ଗାଡ଼ି ଚଲେଇଥିଲି ଏ ପୁଣି ଯେଉଁ ସାଇକେଲକୁ ପଳେଇ ଆସିବା। ସାଇକେଲ ଆସେ କାହିଁକି ନା ମୁଁ ଟିକେ ମୋର ଏକ୍ସରସାଇଜ୍ ନାହିଁ ନା ମୁଁ ଚାଲିବା କିଛି ଏତେ ସବୁ କରୁନି। ତ ସାଇକେଲ ଚଲେଇଲେ ଟିକେ ମୋର ଝାଳ ବାହାରିବ ଦେହରୁ ଟିକେ ଏକ୍ସରସାଇଜ୍ ହେଲା ଭଳିଆ ଲାଗିବ। ସାଇକେଲ ଚଲେଇକି ଯାଇକି ଲକ୍ଷ୍ମୀ ବଜାର ହେଉ କି ଆମର ମଶାଣିଚଣ୍ଡୀ ଛକ ହେଉ ଯାଇକିରି ଆଣିବା କ'ଣ ପରିବାପତ୍ର ଯାହା ଖାଇବାକୁ ପସନ୍ଦ କରିବା ସେଟା ଆଣିବା ଯିବା ଆଉ ସାଇକେଲ ଚଲେଇ ଆରାମ କରିବା ଆଉ ନା କ'ଣ ଭଲ ଡିସିସନ୍ ନା ନାହିଁ। ଗାଡ଼ି ଚଲେଇ ଖାଲି କୋଦମ ହେଇଯାଉଛି ନହେଲେ ଆଉ କିଛି ନାହିଁ। ତଥାପି ଡାଇବେଟିସ୍ ରୋଗ ମୋତେ କିଛି ପରିମାଣରେ ଝଡ଼େଇ ଦେଲାଣି। ଭାଇ ମୋ ଚେହେରା ସେମିତି ରହୁ ନ ଶୁଖେ ନ ଝଡ଼େ। ଆଉ କ'ଣ କହିବି
ଆଉ ସକାଳୁ ତ ମାଙ୍କଡ଼ ଆସିକି ପୁରା ହୁମଧୁମ୍ କରୁଛନ୍ତି। ସକାଳୁ ପାଇଲେ ସେ ପଳେଇ ଯାଉଛନ୍ତି। ରାତିରେ ବୋଧେ ଗଛ ଉପରେ ଚଢ଼ିକି ରହୁଛନ୍ତି। ସକାଳୁ ପାଇଲେ ଖାଲି ତଳକୁ ଓହ୍ଲାଇବା କଥା ଆଉ ମଜା ଲାଗୁଛି ଆଉ। ଆଉ ସାଙ୍ଗମାନେ ଆମର ଏ ଗଛ ଯେଉଁ ଘର ଆଗ ସାମନେ ଜାମୁକୋଳି, ତାতে ଜାମୁକୋଳି ପୁରା ନାଚିକି ହେଇଛି। ସେଉ ଖାଇବାକୁ ଆଉଛନ୍ତି ଆଉ। ତ ଘର କାମ ଟିକେ ଚାଲିଛି। ଧୀରେ ଧୀରେ ସମୟ ସହିତ ଆଗକୁ ବଢ଼ିବା। ମୁଁ ସକାଳୁ ପୁରା ଉଠିଯାଇଛି। ଅଭ୍ୟାସ ଅବଶ୍ୟ ହେଇଗଲାଣି, ଅଭ୍ୟାସ କରିବାକୁ ପଡ଼ିବ, କାରଣ ଛୁଟି ଥିଲା ବୋଲି ଶୋଇପଡ଼ିଥିଲି। ତ 5ଟାରୁ 5:30ଟାରୁ ଉଠା ହେଇଛି। ଆଉ ନିଦ ଟିକେ ଲାଗୁଛି। ତ ଭାବୁଛି ଟିକେ ଶୋଇପଡ଼ିଲେ ହଅନ୍ତା। ହଁ, ଝିଅର ସ୍କୁଲରେ କ'ଣ ହେଇଛି ନା, ତା ସାର୍ଟିଫିକେଟ୍ ଅଛି ସାଇ ଶ୍ରେୟାଂଶୀ। ଏମାନେ ତା ଫାଦର ନେମ୍ ପକେଇଛନ୍ତି। କହିଲା ମୁଁ ଦିଦିଟେ ସ୍କୁଲରେ ପଢ଼ିଲି, ମୋର ସାଇ ଶ୍ରେୟାଂଶୀ ଥିଲା। ଇଏ କ'ଣ ପାଇଁ ସାଇ ଶ୍ରେୟାଂଶୀ ବେହେରା କରିଦେଇଛନ୍ତି। ତୁ ଯିବୁ ଆଜି? ମୁଁ କହିଲି ହଉ, 11ଟା ବେଳେ ମୁଁ ଯିବି, ତାଙ୍କୁ କମ୍ପ୍ଲେନ୍ କରି ଦେଇଦେବି। ସେ ବେହେରାଟାକୁ କାଟିଦେବେ, ଖାଲି ସାଇ ଶ୍ରେୟାଂଶୀ ତୋର ରହିବ। ତାକୁ ବେହେରା ଟାଇଟଲ୍ ସାଙ୍ଗମାନେ ଜମା ପସନ୍ଦ ଲାଗୁନି। କ'ଣ ସେ ଭାବି ଦେଉଛି କେଜାଣି, ଆଉ ଜମା ଭଲ ଲାଗୁନି। ତ ସେଥିପାଇଁ କହିଲେ ହଉ, ଯାଇକି କମ୍ପ୍ଲେନ୍ଟେ ଦେଇଦେବି। କାଲିଠୁ ସେ ସେଇ କଥା ରିପିଟ୍ କରି ଚାଲିଛି, ଷ୍ଟିଲ୍ ଆଜି ମର୍ଣ୍ଣିଂ ପର୍ଯ୍ୟନ୍ତ। ଆଉ ଏମିତି କଥା ଆଉ ହେଇଛି। ଆଜି ବୁଧବାର ବୋଲି ଲୋକମାନେ ଆଇଁଷ ନେଇକି ଗଲେଣି। ଆଇଁଷ ପରେ ମାନେ ଜନ୍ମରୁ ସାଙ୍ଗମାନେ ଶିରା ପଶିଯାଇଛି ଯେ ଛାଡ଼ିବାଟା ଏତେ ସହଜ ନୁହଁ। ମୁଁ ସିନା ଗୋଟେ ମାନସିକରେ ରହିଯାଇଛି, କାରଣ ମୋର ସେ ମାନସିକ ନିହାତି ପୂରଣ ହେବା ଦରକାର। କିନ୍ତୁ ସେ ପର୍ଯ୍ୟନ୍ତ ମୁଁ କାଠିକି ଯିବି ସାଙ୍ଗମାନେ। ତ ଯେଉଁ କଥା, ମୋ ଆଖି ପଡ଼ି ଯାଉଛି। ଟିକେ ନାକୁ ଯାଉଛି ଗଡ଼ିବି। ଉଠିଲା ପରେ ବ୍ଲଗ୍ କଣ୍ଟିନ୍ୟୁ କରୁଛି। ତ ସାଙ୍ଗମାନେ ମୁଁ ଯେ ଗାଧୋଇ ପାଧୋଇ ଫ୍ରେଶ୍ ହେଇଯାଇଛି, ଆଉ ବାହାରି ପଡ଼ିଛି ଝିଅ ସ୍କୁଲ ଯିବା ପାଇଁ। କାହିଁକି ନା ମୋତେ ପୁରା ୱାର୍ଣ୍ଣିଂ ଦେଇଯାଇଛି, ଯେମିତି ଆଜି ଭଲ ଡ୍ରେସ୍ ଫ୍ରେସ୍ ପିନ୍ଧିକି ଯାଇକି ସ୍କୁଲକୁ କହିଦେଇକି ଆସିବୁ କ'ଣ ପାଇଁ ସେ ପକେଇଛନ୍ତି। ମାନେ ହଉ ଆଜ୍ଞା, ମୋତେ ତ ସେଇ ନଚଉଛି ଆଉ। ଯିବି, ବାହାରି ପଡ଼ିଲେଣି, ତା ଟାଇମ୍ ବି ହେଇଗଲାଣି। ଭାଉଜ ଦେଇଛି ଟିକେ ପରଠା ଆଉ ଚାହା, ଖାଇ ଦେଇକି ସାଙ୍ଗମାନେ ଯାଉଛି, ଯାଇକି ଆସିବି ତା କାମରେ ସାଥ ଦେଇକି। ତ ସାଙ୍ଗମାନେ ଝିଅର ସ୍କୁଲ ଗଲି, ଯାହା କହିବା ତା କହିଲି। ଆଇଡ଼େଣ୍ଟି କାର୍ଡ଼ ଦେଲି, ସେ ନେଲେ, ଚେଞ୍ଜ କରିକି ପୁଣି ଦେବେ। ଆସିକିରି ଡ୍ରେସ୍ ନାଇଟି ଚେଞ୍ଜ କରି ବାହାରେ ବସିକି ଦହିବରାଲାକୁ ଅନେଇଥିଲି, କାରଣ ଭୋକ ବାହାରଜ ଲାଗୁଥିଲା। ଭାଉଜ ଆମ ରୋଷେଇ ସାରିଲାଣି, କହିଲା ଭାତ ଖାଉନ। ସେ ଦହିବରାଲା ବି ଆଉ ଆସିଲାନି। ବର୍ତ୍ତମାନ ଆଣିଛି ପିଆଜି ତରକାରୀ, ପଖାଳ ଯୋଡ଼ି ବାଡ଼େଇଦେବା। ଏମାନେ ତ ସବୁ ଯିବେ ଭୋଜିକି ଆଉ। ତ ସାଙ୍ଗମାନେ ଝିଅ ତ ଖାଇବିକି ଶୋଇପଡ଼ିଛି। ମୋତେ ନିଦ ନାହିଁ, କାହିଁକି ନା ମୁଁ ଯେଉଁ 8ଟା 8:30 ଶୋଇଲି, ଉଠିଗଲି 9:30ରେ। ତ ମୋତେ ନିଦ ନାହିଁ, ମୁଁ ଖାଲି ମୋବାଇଲ କେଞ୍ଚୁସ୍। ଆଉ ଏବେ ଫାଇନାଲି ଯେଉଁ ଅନଲାଇନ୍ ଅର୍ଡ଼ର କରିଥିଲି ଇଣ୍ଡକ୍ସନ୍, ଆଜି ଆସିକି ପହଞ୍ଚୁଛି। ବର୍ତ୍ତମାନ ସେ ଫୋନ୍ କରିଥିଲେ, ଆସିକି ପହଞ୍ଚୁଛନ୍ତି। ଓପନ୍ ଇଏ ଅଛି, ଚେକ୍ କରିବା ଠିକ୍ ଅଛି କ'ଣ ଅଛି, ଦେନ୍ ରଖିବା। ନହେଲେ ଗ୍ୟାସ୍ ସମସ୍ୟାକୁ ଇଣ୍ଡକ୍ସନ୍ର ନିହାତି ଦରକାର। ଆଉ 3 ଦିନ ମାନେ ମେଘ ପାଗ ପରେ ଆଜି ଯେଉଁ ଖରା କରୁଛି ସାଙ୍ଗମାନେ, ଯେଉଁ ଗରମ, ଖାଲି ପାଣି ବୋତଲ ଉଡ଼ୁଛି ଆଉ ପେଟ ଭିତରକୁ ଖାଲି ପାଣି ଭିଡ଼ୁଛି। ସେଇଥିରେ ପୁଣି ପଖାଳ ମାଡ଼ଟେ ହେଇଛି। ତ ଝିଅ ମୋର ଶୋଇପଡ଼ିଛି ସାଙ୍ଗମାନେ, ଭୋଜିକି ଗଲାନି। କାହିଁକିନା ସିଏ ଉଠୁଛି ପୁରା ସକାଳ 5:30ରୁ। ଆଉ ସେ ଗାଧୋଇ ପାଧୋଇ ଖାଇଦେବ, ତା ଆଖିରେ ପୁରା ଆଖି ନିଦ ନାହିଁ, ଭୋଜି ଯିବା ଦରକାର ନାହିଁ। ଶୋଇପଡ଼େ, ଶୋଇପଡ଼ିକିରି ଉଠିଲେ ପୁଣି ଟ୍ୟୁସନ୍ ଯିବ। ତ ଭାଉଜର ଯାଇଛନ୍ତି ଆଉ, ଭାଉଜ ତା ଝିଅ ଏସବୁ ପିଲାମାନେ ଯାଇଛନ୍ତି ଆଉ। ଭାଇ କାହିଁ ମୋର ସକାଳୁ ଦେଖା ନାହିଁ। ଆଜି ବି ଘରେ ବୁଧବାର ଆମିଷ କାହିଁ କିଛି କରିନାହାନ୍ତି, ରାତିକି କ'ଣ କରିବେ ବୋଧେ। ଆମ ବାପା ତ ଖାଉନାହାନ୍ତି, ମୁଁ ତ ଖାଇବିନି। ମୋ ପିଲାଟା ଟିକେ ଖାଇଥାନ୍ତା, ରାତିରେ ଦେଖିବା ତା ପାଇଁ ଟିକେ କ'ଣ ନେଇ ଆସିଛି। ଆଉ ପିଲାମାନଙ୍କ ପାଇଁ ତ ସବୁ କିଛି ନା ସାଙ୍ଗମାନେ, ଖାଲି ଫରକ ଏତିକି ଆପଣ ପିଲାମାନଙ୍କର 2 ଜଣ ମିଶିକି କରୁଥିବେ, ବାପା ମା, ମୁଁ ଏକା ଆଉ। ଇଣ୍ଡକ୍ସନ୍ଟା ପହଞ୍ଚୁ।
तो सांग मैंने फाइनाली आसी पहुँचला पेस्ट्रीज कुकरटा तो मुझे कंपानी बहुत भरसा करे आमर भी ये दीदीटा था तो से बिलेईता पाद पकई सारा लक्ष्मीपाद तो ये मगे सांग मैंने मगे पानी फाणी गरम कर देख सारे ठीक ठाक अच्छी तो फाइनाली आसीगला सांग मैंने ये हईराण हाँ पड़ोनी जो सकाଳେ झील खावा बना चुली लगाओ क्या डाक मो द्वारा तो चुली नु क्या डाक ये कर से कर से सब हेनी मो द्वारा बोली मगेदेली इलेक्ट्रिक बिल उठू दबा पछे सहज जो सुविधा उपायटा देखिए मत लगुच मस 2 मास गले गैस भी कमी जापे 2000 को आसला 3035 रु 2000 को आइला 2500 आउ 1100 एमती कि 1000-1100 दे किणुलु और 400 दे कहीं कम जूस कर किणा कथा कि यहाँ भी था इमरजेन्सी केमती तो कहगले मो झील ही आनी कौन करवा बाध्य आने आउ राति कौन खाइबा बोधे किसी करी ना अभड़ा आसी अभड़ा खाईदेबू या तो बर्तमान बढ़ा है अभड़ा अभड़ा ठाकुर आमर अभड़ा महाप्रभुंर महाप्रसाद अभड़ा रात्रि खिया हम ये महाप्रभुंर चक्का डोल अनै तो फ्रेंड्स गुड मॉर्निंग बर्तमान बसी आ तो सकाळु मैगी टी करदे गलानी टिके पानी मार बर्तमान चलला अजा सहित अजा सहित रेडी चलला तो ये हूँ आज पानीपाग सांग मैंने ये हूँ आज पानीपाग सकाल दृश्य आम दुआर मोर सब धुआ धुई जाए गुरुवार जो भाई से बस एका चा पीऊँ एत स्वार्थपर एका पीऊँ बस एका पीऊँ सांग मैंने आमर लाइन कटि काली भी अनाउंस करथिला 9टा रु 3टा जाए कटो 9:16 काटला आउ कौन करिया लाइन तो कटी सकाल सकाल भाई दुआर मोर रखे 100 टଙ୍କା परिया मु रखे 100 टଙ୍କା परिया तथापि आखि देखा जाऊनी मु देखा चलनी रही आंब टमाटो बैगण कुंदुरी आउ शाग डालमा परिया सब शाग कखारू पोटल कांकण कंचलंगा एति बास ये 100 टଙ୍କାର गोटे महरगिया ठू रहा आईटा गोटे टिके महरगिया ना भी हाँ टिके भी महरगिया कि ये हेवी महरगिया ये टिके कम महरगिया ये अमरपल्ली आंब रहा परिया बर्तमान चुली रे बसी मोर डालमा भात ये थुआई आठ कौन करा कौन डाली मुग डाली हरड़ मुग मिसिक हाँ कर तो सांग मैंने मुझे गाधुआ पाधुआ करी ठाकुर मुंडिया मारी माँ को मुंडिया मारी सूर्य को मुंडिया मारी आसिली या कौन टे खाया देवे ना बस छतुआ गोड़ी पी दवा कथा कौन खाया दब कि नहीं हाँ तुम केत दियो ना दब ना छाड़ पा पी दबा आनीचु मत पा दौर डंकी पा मो फ्रिज पा पीदेवी ए डंकी पा मो दरकार नहीं कर रोसे कर आम एक्चुअली सांग मैंने सकाल जलिया हेल्ले चलो ना चलो मो रोसे बापा 12टा सुधा खाइबे ना रोसे सर जाऊँ 12टा सुधा आम कौन महाराणी कर रोसे कले 3टा सुधा सर कि बापा पूजा करदे से 12टा 12:30 सुधा रोसे सारी दौ कहीं निंदी जो लोकटा करूँ निंदिया भल नु खाइए केत देखिपारे
ନା ମତେ ନିନ୍ଦିଲେ ଅଇନର୍କ ବାସ ତମକୁ 2 ଜଣ ଆମ ଭାଇ ଭଉଣୀ କାହାକୁ ସେ ଖାଇବାକୁ ଦେଖିପାରିନି। ସେ ଖାଲି ତା ଶ୍ୱଶୁରକୁ ତା ପିଲାମାନଙ୍କୁ ବି ଦେଖିପାରିନି। ଖାଲି ଜାଣିଛି ତା ଶ୍ୱଶୁର ଖାଲି ମାନେ ଠାକୁର ଭକ୍ତ ଆଉ ଶ୍ୱଶୁର ଭକ୍ତ, ଆଉ କିଛି ନାହିଁ। ନା ମତେ ନୁହେଁ ତମକୁ ଅଇନର୍କ ବାସ ହବ। ହଁ ହଉ ଆଉ ସମସ୍ତଙ୍କୁ ଗୋଟିଏ ଆଡୁ ମୁଁ ଦେଖି ଆମେ ସ୍ୱର୍ଗ ବାପା ତାପରେ ସମସ୍ତେ ଆମେ ସ୍ୱର୍ଗକୁ ଯିବାକୁ ଚାହୁଁ। ବାପା ହେଲା ବର ଗଛ, ତମେ ସବୁ ସମସ୍ତଙ୍କ ଛାଇ। ଆଗ ବାପାଙ୍କୁ ଦେଖିବ ତାପରେ ତମମାନଙ୍କୁ ଗୋଟିଏ ଆଡୁ ଦେଖି ଦେଖି ଆସିବ। ହଉ ନିକଜା କରୁଛ ପରା ଏଇ କଣ ବୋଧେ ଗରମ ଟିକେ କରୁନ ପିଇବା। ନାଲି ଚା ସାଙ୍ଗମାନେ କେବେଠୁ ପିଇବା ଗୋଟେ ଇଚ୍ଛା ହେଉଛି। ତାଙ୍କର ସବୁବେଳେ କ୍ଷୀର ନ ଚା ନହେଲେ ଇଆଙ୍କର ଗଳୁନି। ଆଉ ସକାଳୁ ତ ସାଙ୍ଗମାନେ ମୁଁ ଚାହା ଫା ପିଇନି ଖାଲି ପେଟରେ। ସେଇ 4ଟା ବେଳକୁ 5ଟା ବେଳକୁ ଟିକେ ଚା ପିଏ। ପେଟରେ ଦାନା ପଡ଼ିଯାଇଥିବ ଚା ଟିକେ ପିଇବ ଚଳିବ। ବାପାଙ୍କର ପୂଜା ବର୍ତ୍ତମାନ ସରିଲା, ଯିବି ବର୍ତ୍ତମାନ ନାତୁଣୀ ଆଣିବା ପାଇଁ। ଯିବି ନା ଯେ ଟିକେ ପଚାରିଦେଲୁ, ମୁଁ ସେ ବୁଟ୍ ପିନ୍ଧିକି ଆଉ ଯାଇପାରିବିନି। କାରଣ ସେ ବହୁତ ଭିତରକୁ ବହୁତ ଭିତରକୁ ପିଲାଙ୍କୁ ବସଉଛନ୍ତି। ଚାଲି ଚାଲି ଯାଅ ଆସ। ହଁ ଗଲାବେଳକୁ ଛାଡ଼ିଦେବି, ଦୁଆର ମୁଁ ଛାଡ଼ି ଦେଉଛି। ଆଉ ଭିତରକୁ ଯାଅ ଚାଲି ଚାଲି ସେ ବୁଟ୍ ପିନ୍ଧିବା ମୋତେ ଇଚ୍ଛା ନାହିଁ। ସାଙ୍ଗମାନେ ଅଭ୍ୟାସ ଛାଡ଼ିଗଲାଣି ଘର ରହିବା। ଆଉ ସେ ବୁଟ୍ ପିନ୍ଧିବା ମୋତେ ଖାଲି ଗରମ ଲାଗୁଛି, କୁଣ୍ଡେଇ ହେଉଛି, ମୋତେ ଇଚ୍ଛା ହେଉନି ଏମିତି ରହିବା। ସାଙ୍ଗମାନେ ମୋ ଡାଇବେଟିସ୍ ବାହାରିଲା ବୋଲି ସୁମିଆ ଗୋଟେ କଲରା ଗଛ ଲଗେଇ ଦେଇଥିଲା ହେଲା କି। ଦେଖନ୍ତୁ ପୁରା ମାଡ଼ିଗଲାଣି କଲରା ବି ଲାଷ୍ଟକୁ ଧରିଲାଣି। ଏମିତି ଦେଖାଉଥିଲା କଲରା ହେଇଠି ହେଇଛି। ବ୍ୟାକ୍ କ୍ୟାମେରାରେ ଆପଣଙ୍କୁ ଦେଖ ଏଇଠି ଦେଖନ୍ତୁ, ଏଇଠି ଗୋଟେ ହେଇଛି। ତା ଉପରୁ କାହିଁ ହଁ କଷିଟା ପୁରା ହଁ କଲରା କଷି ପୁରା ଧରିଲାଣି, କଲରା ହେଲାଣି। କିନ୍ତୁ ଏଇଟା ଯେହେତୁ ରୋଡ଼ ସାଇଡ଼୍ରେ ସାଙ୍ଗମାନେ ଯାଉଛି, ଏଇ ଲୋକ ରଖିବେନି, ସବୁ ନେଇଯିବେ। ଫୁଲ ବି ଧରିଛି। ଆଉ ଏଇଠି ଗୋଟେ ବଡ଼ ତରାଟା ଆମର ମାନେ କେତେ ସୁନ୍ଦର ସେ ହେଲାଣି। ଫୁଲ ବି ଆମର ଧରୁଛି। ଫୁଲ ଆମର ସାଙ୍ଗମାନେ ପୁରା ସଫିସିଏଣ୍ଟ। ଆଉ ବାବା ଆମର ପୂଜା କରିକି ଏଇଠି ବସିଛନ୍ତି, କାହିଁକିନା ଲାଇନ୍ କଟିଯାଇଛି। ଏଇ ଗଛ ତଳେ ଟିକେ ପବନ ହେଉଛି ବୋଲି ବସିବା କଥା, ଆଉ କ'ଣ କରିବା। ପୂଜାପୂଜି ସାରିକି ଝିଅକୁ ଆଣିକି ଖତରନାକ ଖରା ହେଉଛି ସାଙ୍ଗମାନେ, ଦେଖିପାରୁଥିବେ ପୁରା ଖତରନାକ ଖରା ହେଉଛି। ମାନେ ପାଦ ପୁରା ପୋଡ଼ି ଯାଉଛି, ପୁରା ଖତରନାକ ଖରା ହେଉଛି। ନବା ଖାଲି ଗୁରୁବାର ଛାଡ଼ିକି ସାଙ୍ଗମାନେ ସବୁବେଳେ କଲରା ପତ୍ର 2ଟା ନେଇକିରି ଛେଚିକି ତା ରସ ପିଇଦେବା ଠିକ୍। କଲରା ଯେଉଁ ସିଝେଇକି ତା ପାଣିଟା ପିଇଲେ ସାଙ୍ଗମାନେ ଝାଡ଼ା ଟାଇଟ୍ ହେଉଛି। ତ ସେଥିପାଇଁ କଲରା ପତ୍ର ଟିକେ ମା ସବୁଦିନ ସକାଳୁ ଛେଚି ଦିଏ, ରସଟା ପିଇଦିଏ, ଗଲା। ସବୁଦିନ ଖାଲି ଗୁରୁବାରକୁ ଛାଡ଼ି ସାଙ୍ଗମାନେ ସବୁଦିନ ପିତା ଖାଇବେ ଟିକେ ଟିକେ। ମିଠା ତ କେବେ ଖାଏନି, ପିତା ଟିକେ ଟିକେ ଖାଇବେ। ତ ବର୍ତ୍ତମାନ ବାପା ଏଠି ଖାଇଲେଣି ଶାଗ ଆଉ ଆମ୍ବ। ବାପା ଖାଇଲେଣି। ଆଉ ଗୋଟେ ପିଲା କେମିତି ଗଦେଇକି ତଳେ ଫୋପାଡ଼ିକି ଶାଗ ଫାଗ ସବୁ ଫୋପାଡ଼ି ନଷ୍ଟ କରି କେମିତି ଖାଉଛି ଦେଖେଇ ପାରିବିନି ଆପଣଙ୍କୁ, ଖାଲି ଦେହରେ ଅଛି। ଆଉ ନାହିଁ, ଯାଅ ଯେତିକି ଥିଲା ଏତିକି ଦେଇଦେଲି, ଯାଅ 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 ଯାଅ। ସାଙ୍ଗମାନେ ଲାଇନ୍ କଟିଯାଇଛି। ମୁଁ ଆଜି ଗରମକୁ କିଛି ବି ଲଗେଇନି, କାରଣ ଏତେ ଗରମ ଗୁଳୁଗୁଳି ହେଉଛି। ମାନେ ସକାଳୁ ମେଘ ଫାଗ କଲା, ପୁଣି କ'ଣ ହଠାତ୍ କୁଆଡ଼ୁ ଖରା ମାଡ଼ି ଆଇଲା। ଲାଇନ୍ କଟିଯାଇଛି ମାନେ ସାଙ୍ଗ ଖାଇବାକୁ ସୁଖ ଲାଗୁନି, କିଛି କରିବାକୁ ସୁଖ ଲାଗୁନି, ଭଲ ଲାଗୁନି। ଚିଡ଼ଚିଡ଼ ଲାଗୁଛି। ଆଉ ଏଇ ଗଛ ତଳ ଟିକେ ଛାଇ ହେଉଛି ବୋଲି ବସିବା କଥା, ପବନ ଟିକେ ହେଉଛି, ନହେଲେ ଭାରି ଚିଡ଼ଚିଡ଼ ଲାଗୁଛି ସାଙ୍ଗମାନେ, ଭଲ ଲାଗୁନି ଜମା। ଲାଇନ୍ଟା କଟିଗଲେ ଆସିଲି ଆଉ ବିରକ୍ତି ଲାଗୁଛି ପୁରା ଘର ଭିତରେ। ଦେହ ହାତର ଯେ ମାନେ ଏଇଠୁ ତ ଖାଲି ଘିମିରି ଫିମିରି ହେଇଯାଇଛି ସାଙ୍ଗମାନେ, ଖାଲି ପୋଡ଼ୁଛି। ଝାଳ ଟିକେ ବାଜିଲାଣି ପୋଡ଼ୁଛି। ଏ ପବନରେ ଟିକେ ବସିଲେ ଟିକେ ମାନେ ଶାନ୍ତି ଲାଗୁଛି, ନ ଲାଗୁଛି ନାହିଁ। ଏ ଜୁନ୍ ଜୁଲାଇ 2ଟା ଗଲା ପରେ ଅଗଷ୍ଟ ବର୍ଷା ପଳେଇ ଆସିବ। ବର୍ଷା ହେଲା ମାନେ ସାଙ୍ଗମାନେ ପୁଣି ଟେନସନ୍, କ'ଣ ନା ଘରେ ପାଣି ପଶିଯିବ। ଆଗରୁ ପଶୁନଥିଲା, ଏଇ ଯେଉଁ ନଳା କାମଟା ହେଇଗଲା, ଆମ ପାଇପ୍ଟା କନେକ୍ସନ୍ ଏଇଠି ଅଛି। କାହାକୁ ଡାକି ସେ ପାଇପ୍ଟା କାଟି ଡ୍ରିଲ୍ କରି ସେପଟକୁ ଯଦି ଦେଇଦିଅନ୍ତା, ପାଣି ଆଉ ଘରେ ପଶନ୍ତାନି। ଘରେ ପୁଣି ପାଣି ପଶିବ, ଭାରି ଟେନସନ୍। ସାଙ୍ଗମାନେ ମାଇଁ ଭାଣିଜୀ ଯାଉଛନ୍ତି। ମାଇଁ ଖାଲି ଇନଷ୍ଟ୍ରକ୍ସନ୍ ଦେବ, ମୋ ଝିଅ ଗୋଟେଇବ। ଜାମୁକୋଳି ଗୋଟେଇବା ପାଇଁ ଯାଉଛନ୍ତି, କାହିଁକି ନା ଜାମୁକୋଳି ଗଛ ଦେଖିବା, କୋଳି ଗଛ ତାକୁ ବର ଗଛ ମାଡ଼ି ବସିଛି। ହଁ ହେଉଛି ସେପଟେ ଗୋଟେ ଜାମୁକୋଳି ଗଛ ହେଇଛି, ତା ଦେହରେ ନାଚିକି କୋଳି ହେଇଛି। ସେ କୋଳିରେ ସବୁ ସାଙ୍ଗମାନେ ତଳେ ଗଦେଇକି ପଡ଼ିছে, ସମସ୍ତେ ନେଇ ଆସୁଛନ୍ତି। ଏଇ ଆଣୁଛନ୍ତି କାହିଁକି ନା ସେ କୋଳି ଧୁଆଧୁଇ କରିକିରି, କୋଳି ଯଦି ଖାଇବେ ଖାଇବେ, ନହେଲେ କୋଳି ଧୁଆଧୁଇ କରି ମଞ୍ଜି ଶୁଖେଇଦେବ ଉପରେ। ଶୁଖିଲା ପରେ ଗ୍ରାଇଣ୍ଡିଙ୍ଗ କରିକି, ମାନେ ମୋରି ପାଇଁ ଯାଉଛନ୍ତି ଆଣିବା ପାଇଁ।
এই ଡାଇବେଟିସ୍ ପାଇଁ ଟିକେ ଖାଇବା ପାଇଁ ଆଉ, କାରଣ ଜାମୁକୋଳି ମଞ୍ଜି ଭଲ ନା ଗୁଣ୍ଡ କରି ଖାଇଲେ, ସେପାଇଁ ମାଇଁ ଭାଣିଜି ଯାଇଛନ୍ତି କୋଳି ଗୋଟେକି ନେଇକି ଆସିବେ। ଏଠି ଖାଲି କାଠିଆ ସାଙ୍ଗମାନେ ତଳେ ସିନା ବଇଛୁ, ପବନ ଟିକେ ହେଉଛି ମାନେ କି ସୁନ୍ଦର ଲାଗୁଛି, କିନ୍ତୁ କାଠିଆ ଭୟ ଲାଗୁଛି। ତ ମାଇଁ ଭାଣିଜି ଗଲେ ବର୍ତ୍ତମାନ କୋଳି ଗୋଟେକୁ। ମୋ ଝିଅକୁ ଯେତେବେଳେ ସକାଳୁ ସ୍କୁଲ ଛାଡ଼ିବାକୁ ଯାଉ ସାଙ୍ଗମାନେ ଦୁନିଆ କୋଳି ପୁରା ଗଦି ପୁରା ପଡ଼ିଥିବ, ଆଇଲା ବେଳକୁ ଆଉ ନଥିବ। ମାନେ ଘରେ ଘରେ ଡାଇବେଟିସ୍ ନା, ଲୋକ ନେଇଯାଉଛନ୍ତି ଆଉ, ମାଗଣା ପାଇଲେ ତ ଲୋକ ପିଚୁ ବି ଗିଳିଦେବେ ଆଉ। ଆମର ବି ସେଇ ଟ୍ରାକ୍ ଧରିଛୁ ଯାଇଛି, ନହେଲେ ଜାମୁକୋଳି ବିକା ହେଉଛି, କୁଆଡ଼େ ଗଲେ ଆଣିଲେ ହୁଅନ୍ତା। ଆମେ ତ କୁଆଡ଼େ ଯାଉନୁ, ମୁଁ ତ କୁଆଡ଼େ ମାର୍କେଟ ଫାର୍କେଟ କୁଆଡ଼େ ଯାଉନି ସାଙ୍ଗମାନେ, ଘରେ ଏନି ଟାଇମ୍ ଘରେ, କୁଆଡ଼େ ଯିବାକୁ ବି ଇଚ୍ଛା ନାହିଁ। ମୋ ଗାଡ଼ି ଯେହେତୁ ନାହିଁ, ଗୋଡ଼ଟା ନାହିଁ, ବାପାଙ୍କ ଗାଡ଼ିଟା ଖାଲି ନେଇକି ଯାଉଛି ବାଧ୍ୟରେ ସିନା, ଯେତିକି ଦରକାର ପଡ଼ିଲେ କାମ। ମୋ ଗାଡ଼ିଟା ପଡ଼ିଛି ସାଙ୍ଗମାନେ ସୋରୁମ୍ରେ, ବେକାର ଓଲା ଗାଡ଼ି ସାଙ୍ଗମାନେ କିଣିଲି, ଓଲା ହେଇଗଲି, ପଇସା ଲସ୍, ସବୁ ଲସ୍। ଛାଡ଼, ବେଳା ବହୁତ ଖରାପ ସାଙ୍ଗମାନେ, ମୋର ବେଳା ବହୁତ ଖରାପ। ତ ସାଙ୍ଗମାନେ ଦେଖ, ମାଇଁ ଭାଣିଜି ଯାଇଥିଲେ, ଏତିକି କୋଳି କଲେକ୍ସନ୍ କରିକି ଆଣିଛନ୍ତି। ଯାହା ଖାଇବେ, ନହେଲେ ଧୋଇକି ଖାଲି ମଞ୍ଜି ବାହାରିବ। ହଁ ବୋଲୋ, ଦିଟାକ ମାଇଁ ଭାଣିଜି ଚାଳନା ଲଇକି ଆଇଛନ୍ତି। ଗାମୁଛା ପକେଇଦବ, ଗାମୁଛା ପକେଇଲେ ବଢିଆ। ହଁ ଯାଉ ଧୋଇଦିଅ, ଧୋଇଦିଅ, ଯାଉ ଯାଉ ଯାଉ, କେତେ ଚିନ୍ତା ଲୋ ମା। ତ କୋଳିକି ଆଣି ଧୁଆ ଧୁଇକି ସାଙ୍ଗମାନେ ଶୁଖେଇ ଶୁଖେଇ କରିସାରିଲେଣି ମାଇଁ ଭାଣିଜି। ହଁ ଦେଖ ଦେଖ ଦେଖୁଛନ୍ତି, ଶୁଖେଇ ଦେ, ଖରା ଶୁଖେଇ ଦେ, ଖରା ଶୁଖେଇ ଦେ, ବଢ଼ିଆ ଲାଗିବ, ଲୁଣ ପଡ଼ିଛି। ତ ସାଙ୍ଗମାନେ ଫାଇନାଲି ଲାଇନ୍ ପଳେଇ ଆସିଲା। ମୁଁ ଟିକେ ବାଇଗଣ ଟମାଟୋ ସେକୁଛି, ଆଉ ଏଇ କୁନ୍ଦୁରିଟା ଟିକେ ଭାଜିବି। ମୁଁ ତ ଭାତ ଡାଲମା ହେଇଛି, ମୁଁ ଖାଇପାରିବିନି, ମୋତେ ମାନେ ଭଲ ଲାଗିବନି, ପାଗ ଭାଗ ହେଲେ ଟିକେ ଖାଇଦେବି ଆଉ। ଖାଇବି, ସମସ୍ତେ ଘରେ ଖାଇ ପିଇ ସାରିଲେଣି, ଶୋଇବାକୁ ଗଲେ, ମୁଁ ଏପର୍ଯ୍ୟନ୍ତ ଖାଇନି। ସାଙ୍ଗମାନେ ଖାଇବି, ତା ସହିତ ଭିଡ଼ିଓକୁ ଏଣ୍ଡ କରିବି, ଆପଣମାନେ ଦେଖିବେ। ତ ସାଙ୍ଗମାନେ ମୋ ଖାଇବା ପଳେଇ ଆସିଲା, ଭାତ ଡାଲମା, ଶାଗ ଟିକେ, ଗୋଟେ କୁନ୍ଦୁରି ଭଜା ଟିକେ, ଆଉ ଆମ୍ବ, ଆଉ ହେଉଛି ଟମାଟୋ ବାଇଗଣର ଗୋଟେ ଚଟୁଣି, ମାନେ ଗୋଟେ ପାଗ। ତ ଏଇସବୁ ଖାଇବା ମୋର ସାଙ୍ଗମାନେ, ବହୁତ ଜୋରସେ ଭୋକ ଲାଗିଲାଣି। କେତେ ବାଜିଲାଣି ଦେଖନ୍ତୁ, ମୁଁ କେତେବେଳକୁ ଖାଉଛି। ଲାଇନ୍ ଆସିଲା 4:15, ମାନେ ଗୋଡ଼ ହାତ ଥରିଲାଣି। ତ ବର୍ତ୍ତମାନ ମୁଁ ଯାଉ ସାଙ୍ଗମାନେ ଖାଇବି। ଆଉ ସାଙ୍ଗମାନେ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ମୋର ୟୁଟ୍ୟୁବରେ 20,000 ସବସ୍କ୍ରାଇବର କମ୍ପ୍ଲିଟ୍ ହେଇଛି ଫାଇନାଲି। ଲାଜ ଲାଗୁଛି, ମାନେ ମୁଁ ଯଦି ଭଲସେ କାମ କରନ୍ତି, ୟୁଟ୍ୟୁବରେ ରେଗୁଲାର ଭିଡ଼ିଓ ପକାନ୍ତି, ତାମାନେ ବହୁତ ଆଗକୁ ଯାଆନ୍ତି। କିନ୍ତୁ ଫେସବୁକ୍ରେ ଯେବେ ଲାଗି ରହୁଛି, ଫେସବୁକ୍ରୁ ମୋର ଲକ୍ଷ୍ୟ ଛୁଇଁଲେ ଲାଭ କ'ଣ, କିନ୍ତୁ ୟୁଟ୍ୟୁବଟା ମେନ୍ ନା, ୟୁଟ୍ୟୁବରେ ବି ହେବାର ଅଛି। ତ ବହୁତ ଖୁସି ଲାଗୁଛି, ଆପଣମାନେ ମୋତେ 20,000ରେ ପହଞ୍ଚି ଦେଇଛନ୍ତି, ଭଲ ପାଇବା ଦେଇଛନ୍ତି। ଯେଉଁମାନେ ବି ୟୁଟ୍ୟୁବ୍ ଚ୍ୟାନେଲ୍ ନୂଆ କି ଜଏନ୍ କରିଛନ୍ତି, ସେମାନଙ୍କୁ ମୋଷ୍ଟ ୱେଲକମ୍ ଆଣ୍ଡ ଥ୍ୟାଙ୍କ ୟୁ ସୋ ମଚ୍ ମୋତେ ସବସ୍କ୍ରାଇବ୍ କରିଥିବାରୁ। ମୁଁ ଆପଣମାନଙ୍କୁ ନିରାଶା କେବେ କରିବିନି, ଏଣ୍ଟରଟେନମେଣ୍ଟ କରୁଥିବି, ନିହାତି ଏପଟୁ ରେଗୁଲାର ଭିଡ଼ିଓ ଆଣିବାକୁ ଚେଷ୍ଟା କରିବି ସାଙ୍ଗମାନେ। ଆଉ ବର୍ତ୍ତମାନ ଯାଉ ସାଙ୍ଗମାନେ ଖାଇବି, ବହୁତ ଜୋରସେ ଭୋକ ଲାଗିଲାଣି, ଗୋଡ଼ ହାତ ପୁରା ଥରିଲାଣି। ତା ସହିତ ସାଙ୍ଗମାନେ ଭିଡ଼ିଓଟା ହେଉଛି ଏଇଠି ଏଣ୍ଡ କରିଦେଉଛି। ଆପଣମାନେ ଦେଖିବେ, ମୋତେ ଟିକେ ଭଲ ପାଇବା ଦେବେ, ଆଶୀର୍ବାଦ ଦେବେ। ଆଉଥରେ ବି ଆପଣମାନଙ୍କୁ କହିଦେବି, ଥ୍ୟାଙ୍କ ୟୁ ସୋ ମଚ୍ ସାଙ୍ଗମାନେ, ମୁଁ ବହୁତ ଖୁସି ଅଛି। 20,000 ହେଲା, କିନ୍ତୁ ଏବେ ସେଲିବ୍ରେଟ୍ କିଛି କରିବାକୁ ଚାହୁଁନି, ମୋର ମୁଡ୍ ବି ନାହିଁ। 50,000 ହେଇଯାଉ, ନିହାତି ଭାବରେ ସେଲିବ୍ରେଟ୍ କରିବି। ଆଉ 1 ଲାଖ ହେଇଗଲେ ତ ସେଇଟା ଏବେ ଏଇ ଜନ୍ମରେ ମୋତେ ପସିବଲ୍ ଲାଗୁନି, ତଥାପି ଚେଷ୍ଟା କରିବା, ଦେଖିବା। ଆଉ ଚେଷ୍ଟା କଲେ ନିଶ୍ଚିନ୍ତ ଫଳ ମିଳିବ ବୋଲି ଆଶା, ବଡ଼ମାନେ ବି କହିଯାଇଛନ୍ତି। ଚେଷ୍ଟା କରିବା, ନିହାତି ଦିନେ ନା ଦିନେ 1 ଲାଖରେ ପହଞ୍ଚିବ। ତ ସାଙ୍ଗମାନେ ବର୍ତ୍ତମାନ ମୁଁ ରହିଲି, ଟାଟା ବାଏ ବାଏ, ଆମେ ଦେଖା ହେବା ନୂଆ ଆଉ ଗୋଟେ ଫ୍ରେଶ୍ ବ୍ଲଗ୍ରେ।